ବା ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 477। ଜ୍ଞାନ 477 ପ୍ରଭୁ ଲେଖୁଛନ୍ତି, ଏହି ପୃଥିବୀ ସ୍ୱର୍ଗର ଏକ ଆଦର୍ଶ ଆକାରରେ କେବେ ପରିବର୍ତ୍ତିତ ହୋଇଯିବ, ଯେତେବେଳେ ସମଗ୍ର ମାନବ ଜାତି କୃଷ୍ଣ ଏବଂ କାଳୀ ରୂପରେ ଆପଣାକୁ ପ୍ରକଟ କରିଥିବା ପରମେଶ୍ୱରଙ୍କ ସହିତ ବାଳକ ଏବଂ ବାଳିକା ହୋଇ ଏକାଠି ମିଶିଯିବେ। ସେହି ଯୁଥ ମଧ୍ୟରେ ସବୁଠାରୁ ଅଧିକ ସୁଖୀ ବାଳକ ଏବଂ ସବୁଠାରୁ ଅଧିକ ଶକ୍ତିମତୀ ବାଳିକା ସ୍ୱରୂପ ସେହି କୃଷ୍ଣ ଓ କାଳୀଙ୍କ ସହିତ ଏକତ୍ର ସ୍ୱର୍ଗ ରାଜ୍ୟର ଉଦ୍ୟାନ ଗୁଡ଼ିକରେ କ୍ରୀଡ଼ା କରିପାରିବେ, ସେତେବେଳେ ଯାଇ ତାହା ସମ୍ଭବ ହେବ। ସେମିଟିକ୍ ମାନେ କଳ୍ପନା କରିଥିବା ଉଦ୍ୟାନ ମନ୍ଦ ନଥିଲା, ମାତ୍ର ଆଡାମ ଏବଂ ଇଭ୍ଙ୍କର ବୟସ ଅତ୍ୟନ୍ତ ବେଶୀ ହୋଇଯାଇଥିଲା ଓ ସେହି ଉଦ୍ୟାନର ଭଗବାନ ମଧ୍ୟ ଅତି ବୁଢ଼ା ହୋଇଯାଇଥିଲେ। ଏତେ କଠୋର ଏବଂ ଗମ୍ଭୀର ହୋଇଯାଇଥିଲେ ଯେ ସାପର ନିବେଦନକୁ ଆଦୌ ପ୍ରତିରୋଧ କରିପାରିଲେ ନାହିଁ। ଦେଖନ୍ତୁ, ଜ୍ଞାନ 477ରେ ପ୍ରଭୁ ଏ ଯେଉଁ ରୂପାନ୍ତରିତ ହେବା ପରେ ଯେଉଁ ନୂତନ ଜଗତଟି ସୃଷ୍ଟି ହେବ, ସେ ଜଗତ ଯେ ସତ୍ୟରେ ବସବାସ କରିବ, ତାର ଯେଉଁ ପୂର୍ବ ପ୍ରସ୍ତୁତି, ଯେଉଁ ରୂପାନ୍ତରିତ ଜଗତ ହେବ ଏବଂ ଅତିମାନବ ଜଗତ ଆମେ ଯାହାକୁ ନାମ କହୁଛନ୍ତି, ସେ ଯେଉଁ ଜଗତ ଯେତେବେଳେ ସୃଷ୍ଟି ହେବ, ସେତେବେଳେ ଯେଉଁ ସେ ଜାତିଟି ପୂର୍ଣ୍ଣତଃ ସତ୍ୟରେ ଏବଂ ଭଗବାନଙ୍କ ସହିତ ସଂଯୁକ୍ତ ହେଇ ଯେଉଁ ବସବାସ କରିବେ ବା ଜୀବନ ନିର୍ବାହ କରିବେ, ତାର ପୂର୍ବ ପ୍ରସ୍ତୁତି ଏହି ଜ୍ଞାନ 477ରେ ଆମକୁ ପ୍ରଭୁ କହୁଛନ୍ତି ଯେ ପୃଥିବୀ ସ୍ୱର୍ଗରେ ପରିଣତ ହେବ। ନିଶ୍ଚୟ ହେବ। କେମିତି ହେବ, କେତେବେଳେ ହେବ ନା, ଯେତେବେଳେ ସମଗ୍ର ମାନବ ଜାତି କୃଷ୍ଣ ଏବଂ କାଳୀ ରୂପରେ ଆପଣାକୁ ପ୍ରକଟ କରିଥିବା ପରମେଶ୍ୱରଙ୍କ ସହିତ ବାଳକ ଏବଂ ବାଳିକା ହୋଇ ଏକାଠି ମିଶିଯିବେ। ଦେଖନ୍ତୁ, କୃଷ୍ଣ ଆସିଥିଲେ ଦିବ୍ୟ ପ୍ରେମକୁ ପ୍ରତିଷ୍ଠା କରିବା ପାଇଁ। ପ୍ରେମଯୁକ୍ତ ହେଇ ମନୁଷ୍ୟମାନେ ଯୋଗଯୁକ୍ତ ହେବେ, ଭଗବାନଙ୍କ ସହିତ ଯୋଗଯୁକ୍ତ ହେଇ ଦିବ୍ୟ ପ୍ରେମରେ ସେମାନେ କର୍ମ କରିବେ। ଏବଂ ଯଦି କାଳୀଙ୍କୁ ଦେଖିବା, କାଳୀ ହେଉଛନ୍ତି, ଆମେ ଦୁଇଟା ଅର୍ଥରେ ଯେଉଁଟା ଆମେ ବୁଝନ୍ତି, ଗୋଟେ ହେଉଛି ତୀବ୍ରତା, ଯେଉଁଟା କି ଯେଉଁ କାମ ବହୁତ ବର୍ଷ ଧରି ଲାଗିଥାନ୍ତା ତାହା ସେ ଶୀଘ୍ର କରିଦିଅନ୍ତି। ଦ୍ୱିତୀୟଟା ହେଉଛି ଯେତେବେଳେ ସେ ଶୀଘ୍ର ତାକୁ ତ୍ୱରାନ୍ୱିତ କରନ୍ତି, ତା ଭିତରେ ଯିଏ ବାଧା ସୃଷ୍ଟି କରିବ ତାକୁ ସେ ସଂହାର କରନ୍ତି। ତାମାନେ ଦିବ୍ୟ ପ୍ରେମ ଏବଂ ସେହି ତୀବ୍ରତା ସହିତ ଏ ଦୁଇଟା ଯାକ ଯଦି ମନୁଷ୍ୟ ଜଗତ ସାମୂହିକ ଭାବରେ ଗ୍ରହଣ କରେ, ତାଙ୍କ ସହିତ ସେ କିଛି କହୁଛନ୍ତି, ତାଙ୍କ ସହିତ ବାଳକ ଓ ବାଳିକା ହୋଇ ଏକାଠି ମିଶିଯିବେ। ଏଟା ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି। ଆମେ ଭଗବାନଙ୍କ ସହିତ ଯେଉଁ ଯୁକ୍ତ ହେଇଯିବା, ସିଏ ଆଉ ଆମେ ବଡ଼ ବା ଆମେ ଅତି ହୀନ ଏ ଭାବ ନଥିବ, ଏବଂ ସିଏ ହେଉଛନ୍ତି ମାଲିକ ବା ଠାକୁର ବା ଭଗବାନ, ଆମେ ତାକୁ ପୂଜା କରିବା ଏ ଭାବ ନଥିବ। ଭାବ ହେଉଛି ଗୋଟିଏ ଯେ ପୂର୍ଣ୍ଣତଃ ତାଙ୍କରି ଭଳି ହେଇ ତାଙ୍କ ସହିତ ପୁରା ପୂର୍ଣ୍ଣତଃ ଏକତ୍ୱ ଲାଭ କରିବା। ଯେତେବେଳେ ଏକତ୍ୱ ଲାଭ କରିବେ, ସେଥିପାଇଁ ସେଇଟାକୁ ସେ ବର୍ଣ୍ଣନା କରୁଛନ୍ତି। ଏଇଟା ଯେମିତି କାବ୍ୟିକ ଢଙ୍ଗରେ ଜଣେ ବ୍ୟକ୍ତି ବା ସାମୂହିକ ଭାବରେ କୃଷ୍ଣଙ୍କ ସହିତ ଏବଂ କାଳୀଙ୍କ ସହିତ ଲେଖୁଛନ୍ତି ଯେ ସେହି ଯୁଥ ମଧ୍ୟରେ ସବୁଠାରୁ ଅଧିକ ସୁଖୀ ବାଳକ ଏବଂ ସବୁଠାରୁ ଅଧିକ ଶକ୍ତିମତୀ ବାଳିକା ସ୍ୱରୂପ ସେହି କୃଷ୍ଣ ଏବଂ କାଳୀଙ୍କ ସହିତ ଏକତ୍ର ସ୍ୱର୍ଗ ରାଜ୍ୟର ଉଦ୍ୟାନ ଗୁଡ଼ିକରେ କ୍ରୀଡ଼ା କରିପାରିବେ। ଭଗବାନଙ୍କର ଯେତେ ବିଭାବ ରହିଛି ତାକୁ ଆଜ୍ ଇଟ୍ ଇଜ୍ ଅବିକୃତ ଭାବରେ
ଅବିକୃତ ଭାବରେ ପରିପ୍ରକାଶ କରିବା ପାଇଁ ଯେତେବେଳେ ଆମ ଭିତରେ ଏକ ତୀବ୍ର ଆସ୍ପୃହା ଜାଗ୍ରତ ହେବ, ସେତେବେଳେ ଆମର ପ୍ରସ୍ତୁତି ଆରମ୍ଭ ହେବ। ପ୍ରସ୍ତୁତି ଆରମ୍ଭ ହେବ, ଯେତେ ଅଧିକରୁ ଅଧିକ ଆମର ପ୍ରସ୍ତୁତି ଆରମ୍ଭ ହେବ, ସେତେ ଅଧିକରୁ ଅଧିକ ଚେତନାରେ ଆମର ଅଗ୍ରଗତି ହେବ। ଚେତନାରେ ଯେତେ ଅଗ୍ରଗତି ହେବ, ସେତେ କ'ଣ ହେବ ନା ଏଇ ଯେଉଁ ଭାବ ଦିବ୍ୟ ପ୍ରେମ ଭଗବାନଙ୍କ ସହିତ ସଂଯୁକ୍ତ ହେଇକି ସବୁ କର୍ମ କରିବା, ସବୁ କର୍ମ ଭିତରେ ଆଉ ଇଗୋ ସେନ୍ସ ହିଁ ନଥିବ। ସବୁ କର୍ମ କେବଳ ସିଏ ହିଁ ଆରମ୍ଭ କରିବେ, ଭଗବାନଙ୍କ ସହିତ ଯୁକ୍ତ ହେଇକି କାମ କରିବେ ଏବଂ ପୂର୍ଣ୍ଣ ମାନେ ଅତି ନିଷ୍ଠାପର ସହକାରେ ପରଫେକ୍ସନ ପାଇଁ ଏବଂ ତୀବ୍ରତାର ସହିତ କାଳୀଙ୍କର ଯୋଉଟା ହଉଛି ତାଙ୍କର ହଉଛି ସମ୍ପତ୍ତି କ'ଣ ପରଫେକ୍ସନ ତୀବ୍ରତା। ଟିକିଏ ହେଲେ ବି ସିଏ ମିଶ୍ରଣକୁ ସ୍ଥାନ ଦିଅନ୍ତି ନାହିଁ। ଟିକିଏ ବି ହେଲେ, ଟିକିଏ କୌଣସି ଟିକକ ବି ସିଏ ମାନେ ଆପଣ ଔଦାସୀନତାରେ କୁହନ୍ତୁ, ଟିକେ ବି ସିଏ ଦେବେ ନାହିଁ। ଆପଣଙ୍କର ଆଟାଚମେଣ୍ଟ ଯଦି ରହିବ, ଟିକେ ଆଟାଚମେଣ୍ଟ ତା ବି ନାହିଁ। ଆଉ ଗୋଟେ କଥା ଏଠି ମାମୁଁ ସବୁବେଳେ କୁହନ୍ତି, ଏବଂ ଆପଣ ବୈଷ୍ଣବ ମାନେ କୃଷ୍ଣଙ୍କ ସହିତ ତାଙ୍କର ଯୋଉ ନିବିଡ଼ ସମ୍ପର୍କ, ସେ ସମ୍ପର୍କ ଭିତରେ ଗୋଟେ କଥା ପ୍ରଚଳିତ ରହିଛି ଯେ କୃଷ୍ଣ ହଉଛନ୍ତି ମହା ଅଭିମାନୀ। ଗୋଟେ ମାନୁଷୀ ଭାବ ଆରୋପ କରାଯାଏ, କୃଷ୍ଣ ହଉଛନ୍ତି ମହା ଅଭିମାନୀ। କ'ଣ ତମେ ଯଦି ଟିକିଏ ବି କିଛି ତାଙ୍କ ପାଖରୁ ଲୁଚେଇକି ରଖିଲ, ତେବେ ସିଏ ମୁହଁ ମୋଡ଼ିଦେବେ। ଟିକିଏ ବି କିଛି ଯଦି ଭଗବାନଙ୍କ ପାଖରୁ ଲୁଚେଇ ରଖିଲ, ତାମାନେ ତମେ ସେଇ ଟିକକ ଅଂଶରେ ବି ତମେ ଭଗବାନଙ୍କୁ କ'ଣ ସୁଯୋଗ ଦେଲ ନାହିଁ କାମ କରିବା ପାଇଁ। ଆଉ କୃଷ୍ଣ ସେଇଟା ସହନ୍ତି ନାହିଁ। ଟିକେ ବି ଅଭିମାନ ମାନେ ଟିକେ ବି ଯଦି ଆପଣ କିଛି ଲୁଚେଇ ରଖିଲେ, ତେବେ ସେଠି କୃଷ୍ଣ ଅଭିମାନ କରନ୍ତି ଏବଂ ମୁହଁ ଫେରେଇ ନିଅନ୍ତି। ମାନେ ଅଭିମାନ କରିକି ମୁହଁ ଫେରେଇ ନିଅନ୍ତି। ଏମିତି ଏଠି ସେଇ ଅର୍ଥରେ ମୁହଁ ଫେରେଇ ନେବା କଥା ନୁହଁ ଯେ ଭଗବାନଙ୍କୁ ଛାଡ଼ି ଦେଇ ପଳେଇବେ, ଏ କଥା କୁହାହଉନି। ଅଭିମାନ କରନ୍ତି ବୋଲି ଏକ ମାନୁଷୀ ଭାବ କହିବାରେ ଆରୋପ କରନ୍ତି। କାଳୀଙ୍କର ଯୋଉ କାର୍ଯ୍ୟଶୈଳୀ, ତାଙ୍କ କାର୍ଯ୍ୟଶୈଳୀରେ ତୀବ୍ରତାରେ କୌଣସି ଟିକକ ବି ବିରୋଧୀ ଶକ୍ତିର କ୍ରିୟା ହଉ, ତାମସିକତା ହଉ, ଅନିଚ୍ଛା ଭାବ ହଉ, ସେ କାହାରିକୁ ସୁଯୋଗ ଦେବେ ନାହିଁ। ଆସକ୍ତିର ଚିହ୍ନ ବର୍ଣ୍ଣ ନାହିଁ କୌଣସି ପ୍ରକାରରେ ବି। ଦେଖନ୍ତୁ, ଲୋକ ନିଜର ଆସକ୍ତିକୁ ମହିମାମଣ୍ଡିତ କରିବା ପାଇଁ ଅନେକ ଢାଲ ବ୍ୟବହାର କରନ୍ତି, ତାକୁ କାଳି ଭାଙ୍ଗି ଦିଅନ୍ତି। ଏଇ ଯେମିତି ଜିନିଷ ପ୍ରତି, ବସ୍ତୁ ପ୍ରତି ଆସକ୍ତି ଥାଏ, ଯେ ଅନେକ ଦିନ ଧରି ତାକୁ ମହିମାମଣ୍ଡିତ କ'ଣ କରନ୍ତି, ସେ ମୋତେ ଅନେକ ଦିନ ଧରି ସେବା କରିଛି, ଇଏ ହଉଛି ମହିମାମଣ୍ଡିତ, ଇଏ ହଉଛି ଆସକ୍ତି। ଯେତେବେଳେ ଭଗବାନଙ୍କ ସହିତ ଏକତ୍ୱ ପ୍ରତିଷ୍ଠିତ ହେବ, ଯେ ମୋ ପ୍ରତି ଅଧିକ ସେବା କରିଛି ଯୋଉ ବସ୍ତୁ, ତା ପ୍ରତି ମୋର କୃତଜ୍ଞ ଭାବ ରହିବ, କିନ୍ତୁ ଦେଖାଣିଆ ଭାବ ରହିବ ନାହିଁ। ସିଏ ପାଇଲେ ଆନନ୍ଦ, ହଜିଗଲେ ଆନନ୍ଦ, ନ ପାଇଲେ ଆନନ୍ଦ, ସବୁଥିରେ ଆନନ୍ଦ। କାରଣ ଯେତେବେଳେ ଆମେ ଭଗବାନଙ୍କ ସହିତ ଏକତ୍ୱ ହଉଛୁ, ସେଠି ହଜିବାର ଯୋଉ ଗୋଟେ ଯୋଉ ଭାବ ହିଁ ନଥାଏ। ଆମ ପାଖରେ କ'ଣ ହଉଛି, ଏଇ ଜିନିଷଟି ଏଇଠି ଅଛି, କୁଆଡ଼େ ପଳେଇଲା, ଏହା ତ କୁଆଡ଼େ ପଳେଇଲା। ଯେତେବେଳେ ମୁଁ ଭଗବାନ ସହିତ ଏକତ୍ୱ ହେଇଯାଇଛି, ଯିବ ତ କୁଆଡ଼େ ଯିବ, ତାଙ୍କରି ସୃଷ୍ଟିରେ ହିଁ ରହିବ। ତେଣୁ ହଜିଯିବାର ଯୋଉ କନସେପ୍ଟ ଭଗବାନ ସହିତ ଏକତ୍ୱ ହେଲେ ନାହିଁ। ତେଣୁ ଭଗବାନଙ୍କ ପ୍ରତି ଯେତେ କୃତଜ୍ଞ ହଉଛନ୍ତି, ସେତେବେଳେ ବସ୍ତୁ ପ୍ରତି ଆସକ୍ତି ଆଦୌ ନଥିବ। ଗୋଟେ ଭୁଲ ଧାରଣା ଆମେ ବଶବର୍ତ୍ତୀର ହବା ନାହିଁ। ସେ ଭୁଲ ଧାରଣା ବଶବର୍ତ୍ତୀ ଲୋକେ ମହିମା ମଣ୍ଡିତ କରନ୍ତି। କୌଣସି ବସ୍ତୁ ପ୍ରତି ତାଙ୍କର ଏତେ ଆସକ୍ତି ଥାଏ, କୌଣସି ବ୍ୟକ୍ତି ପ୍ରତି ତାଙ୍କର ଏତେ ଆସକ୍ତି ଥାଏ, ସେ କ'ଣ କୁହନ୍ତି ନା ସେ ମୋର ଏତେ ସେବା କରିଥିଲା, ମୁଁ ତାକୁ କେମିତି ଭୁଲିଯିବି। ଏଇଟା ହଉଛି ଆସକ୍ତି। ଭୁଲିଯିବା ବା ମନେ ରଖିବା, ଇଏ ସବୁ ହଉଛି ଆସକ୍ତିର ଚିହ୍ନ। କେବଳ ଯେତେବେଳେ ମାଙ୍କ ସହିତ ମୁଁ ଏକତ୍ୱ ହେଇଯାଉଛି, ସେତେବେଳେ ସମତ୍ୱ ଭାବ ଆପେ ଆପେ ପ୍ରତିଷ୍ଠିତ ହେଇଯିବ। ସମତ୍ୱ ଭାବ ଦେଖନ୍ତୁ,
ଦୁଇଟା ଜିନିଷକୁ ମିକ୍ସ କରନ୍ତୁ ନାହିଁ। ମୋର କୌଣସି ଗୋଟେ ବ୍ୟକ୍ତି ପ୍ରତି ବସ୍ତୁ ପ୍ରତି ଆସକ୍ତିକୁ ମୁଁ ତାକୁ ମିକ୍ସ କରିଦିଏ କ'ଣ ଯେ ମୁଁ ଭଗବାନଙ୍କ ପ୍ରତି କୃତଜ୍ଞ ହେଇଛି ତେଣୁ ତାକୁ କେମିତି ଭୁଲିଯିବି, ଆଦୌ ନୁହେଁ। ଭୁଲିଯିବା ମନେ ରଖିବା ଦୁଇଟା ଯାକ ହେଉଛି ଆସକ୍ତିର ଲକ୍ଷଣ। ଯେତେବେଳେ ମୋର ମାଙ୍କ ସହିତ ଏକତ୍ୱ ହବ, ଯେତେବେଳେ ମୁଁ ସାଧନା ଆରମ୍ଭ କରିବି, ଯେତେବେଳେ ମୋର ସାଧନା ପାଇଁ ପ୍ରସ୍ତୁତ ଆରମ୍ଭ ହେଲା, ସେତେବେଳେ କୃଷ୍ଣଙ୍କର କାଳୀଙ୍କର ସେଇ ଗୋଟିଏ କଥା ଭୁଲିଯିବେ ନାହିଁ। ସେ ଟିକକ ବି ଆସକ୍ତି ଯଦି କୃଷ୍ଣଙ୍କ ଆଡ଼କୁ ନ ରହି ବା କାଳୀଙ୍କ ଆଡ଼କୁ ନ ରହି ଆଉ କୋଉଠି ବି ରହିଲା ଟିକକ ବି ଅତି ଟିକକ ବି ରହିଲା, ତେବେ ସିଏ ଅଭିମାନ କରିବେ, କିଏ କୃଷ୍ଣ ଅଭିମାନ କରିବେ। ତେଣୁ ଆପଣ ତାକୁ ମହିମା ମଣ୍ଡିତ କେବେ ବି କରନ୍ତୁ ନାହିଁ। ଆପଣଙ୍କର ଯେଉଁ ବସ୍ତୁ ପ୍ରତି ଆସକ୍ତି ରହିଛି, ବ୍ୟକ୍ତି ପ୍ରତି ଆସକ୍ତି ରହିଛି, ତାକୁ ମହିମା ମଣ୍ଡିତ କରନ୍ତୁ ନାହିଁ। ତାମାନେ ଆପଣଙ୍କ ଭିତରେ ଅତିମାନ ଶକ୍ତି କାମ କରିପାରିବ ନାହିଁ। ସବୁ କହୁଛନ୍ତି, ଅନେକ ଲୋକ ସେମିତି କହନ୍ତି, ଆମେ ସେଥିରୁ ଟିକେ ଦୂରେଇ ରହିବା ଏବଂ ଆମକୁ ଟିକେ ଅଧିକ ପର୍ଯ୍ୟବେକ୍ଷଣ କରିବା, ନିଜକୁ ଅଧିକ ଚିହ୍ନିବା। ହତାଦର କରିବା କଥା କୁହାହଉନି। ଯେ ବସ୍ତୁ ମୋର ସେବାରେ ଲାଗିଲା ମୁଁ ତାକୁ ହତାଦର କରୁନାହିଁ, କିନ୍ତୁ ତା ପ୍ରତି ଆସକ୍ତି ହେବେ ନାହିଁ। ମନ ଦୁଃଖ ହେଇଗଲା, ମୁଁ ଏତେ ଦିନ ଧରି ସେବା କରିଥିଲା, ମୁଁ ତାକୁ ଦାୟିତ୍ୱ ନେଇପାରିଲିନି, କୁଆଡ଼େ ସେ ପଳେଇଲା, କୁଆଡ଼େ ଗଲା, ମନ ଦୁଃଖ ଆସିବ ନାହିଁ। ମନ ଦୁଃଖ ହିଁ ନାହିଁ। କୃତଜ୍ଞ ଭାବ ଭିତରେ ମନ ଦୁଃଖ ହିଁ ନାହିଁ। ମନ ଦୁଃଖ ଆସିଲା ମାନେ ସେଟା ହେଉଛି ଆସକ୍ତି। ଦାୟିତ୍ୱହୀନତା ଯଦି ଅନୁଭବ କଲେ, ଆପଣଙ୍କର କିଛି ଦୁର୍ବଳତା ରହିଯାଇଛି, ଭୁଲ ରହିଯାଇଛି, ଆପଣ ଦାୟିତ୍ୱହୀନ ହେଇଛନ୍ତି, ତେବେ ସତର୍କ ହେବା ପାଇଁ, ସଚେତନ ହେବା ପାଇଁ, ଦାୟିତ୍ୱ ଯୁକ୍ତ ହେବା ପାଇଁ ବା ଦାୟିତ୍ୱବାନ ହେବା ପାଇଁ ମାଙ୍କ ପାଖରେ ପ୍ରାର୍ଥନା କରିବେ। ଆସକ୍ତି ଯୁକ୍ତ ହେଇ ଆପଣ ଏଠି ମୋହଯୁକ୍ତ ହେଇ ଦୁଃଖ କରିବେନି, ଯେ ଜିନିଷ କୁଆଡ଼େ ଗଲା, ଆଉ ନୂଆ ଜିନିଷ ମୁଁ ବ୍ୟବହାର କରିବି ନାହିଁ, ଏଇଟା ହେଉଛି ଆସକ୍ତି। ଏଇଠି ତାପରେ କହୁଛନ୍ତି, ଯେତେବେଳେ ମୁଁ ତାଙ୍କ ସହିତ ଏକତ୍ର ସ୍ୱର୍ଗ ରାଜ୍ୟରେ ଆମ ଉଦ୍ୟାନ ଗୁଡ଼ିକରେ କ୍ରୀଡ଼ା କରିବେ, ସେତେବେଳେ ଯାଇକିରି ପୃଥିବୀ ସ୍ୱର୍ଗରେ ପରିଣତ ହେଇଯିବ। ତାପରେ କହୁଛନ୍ତି ସେମିଟିକ୍ ମାନେ କଳ୍ପନା କରିଥିବା ଉଦ୍ୟାନ ମନ୍ଦ ନଥିଲା। ଟିକେ ଇଂଲିଶ ପଢିଦେବା। ଇଂଲିଶ ଲେଖା ହେଇଛି, when will the world change into the model of heaven, when all mankind becomes boys and girls together with God revealed as Krishna and Kali, the happiest boy and strongest girl of the crowd playing together in the garden of paradise. ତାପରେ କହୁଛନ୍ତି, the Semitic Eden was well enough, but Adam and Eve were too grown up and its God himself too old and stern and solemn for the offer of the serpent to be resisted. ଏଠି ଯୋଉ ଖ୍ରୀଷ୍ଟିଆନିଟିରେ ଯୋଉ ବର୍ଣ୍ଣନା କରାଯାଇଛି, ଯେତେବେଳେ ଆଦାମ ଆଉ ଇଭ୍ ସେମାନେ ଜଙ୍ଗଲ ଭିତରେ ବୁଲୁଥିଲେ, ସେତେବେଳେ ଏକ ଗଛର ବୃକ୍ଷ ଯୋଉଟାକି ଅଭିଶପ୍ତ ବୃକ୍ଷ ବୋଲି କହୁଥିଲେ, ତାର ଫଳଟିକୁ ଖାଇବା ପାଇଁ ବାରଣ କରାଯାଉଥିଲା। ସେତେବେଳେ ସେ ତାକୁ କହିଲେ ଯେ ସେ ସାପ ତାଙ୍କୁ ଯେତେବେଳେ କହୁଛି ଯେ ସେ ଫଳଟିକୁ ଖାଇବା ପାଇଁ ଏବଂ ବିରୋଧ ଆସୁଛି ଯେ ତାକୁ ନ ଖାଇବା ପାଇଁ, ତାକୁ କାହିଁକି ନା ନିୟମ କରାହେଇଛି ବା ତାକୁ ମନା କରାଯାଇଛି ତାକୁ ଖାଇବ ନାହିଁ, ସେତେବେଳେ ସେ ତାକୁ ଖାଦ୍ୟ ଗ୍ରହଣ କରିଛନ୍ତି, ଖାଦ୍ୟ ହିସାବରେ ଗ୍ରହଣ କରିଛନ୍ତି। ତାପରେ ସୃଷ୍ଟି ସଂରଚନା ଆରମ୍ଭ ହେଇଛି, ଧୀରେ ଧୀରେ ମନୁଷ୍ୟ ଜଗତ ଅଧିକରୁ ଅଧିକ ସୃଷ୍ଟି ହେଇଛି। ସେଠି ସେମାନେ କହୁଛନ୍ତି ଯେ ମାନେ ଭୁଲ କଲେ ବୋଲି କହୁଛନ୍ତି। ଏଠି ପ୍ରଭୁ କହୁଛନ୍ତି ଯେ ଏଇ ଯୋଉ ସେମାନେ ଯୋଉ କଳ୍ପନା କରିଛନ୍ତି ଯୋଉ ଇଟର୍ନାଲ ଗାର୍ଡେନ, ସେଟା କିଛି ମନ୍ଦ ନଥିଲା, କିନ୍ତୁ ସେଥିରେ ଆଦାମ ଆଉ ଇଭ୍ ବୟସ ହେଇଯାଇଥିଲା, ଯୋଉଥିରେ କି ଦେଖନ୍ତୁ କାହିଁ କୁହାଯାଉଛି, ଯେତେବେଳେ ନୂତନ କିଛି କରିବାକୁ ଯାଆନ୍ତି, ସେତେବେଳେ ଗୋଟେ ଆହ୍ୱାନର ସମ୍ମୁଖୀନ ସମସ୍ତେ ହୁଅନ୍ତି। ସେ ଆହ୍ୱାନକୁ ସମ୍ମୁଖୀନ ହବା ଏବଂ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବା ପାଇଁ ବହୁତ ସାହସ ଦରକାର,
ବହୁ ସାହସ ଦରକାର, ଗଭୀର ଆସ୍ଥା ଦରକାର, ଗୋଟେ ଜୀବ ମାନେ ଜମ୍ପ କରିବା ପାଇଁ ସେତିକି ଯେମିତି କହନ୍ତି ଜୋଶ ନଥିଲେ ଜଣେ ଜମ୍ପ କରିପାରିବ ନାହିଁ। ଓକେ, ଏଠି ସିଏ କହୁଛନ୍ତି କାହିଁକି ନା କଣ ଯୋଉ ସେ ଯୋଉ ଆଦାମ ଇଭ୍ ସେମାନେ ବିଧିର ବିଧାନ ବା ତାଙ୍କୁ ଯୋଉ କଣ କୁହାହେଇଥିଲା, ତାଙ୍କୁ ଆଦେଶ ହେଇଥିଲା ଯେ ଏଇ ଫଳଟେ ଖାଇବ ନାହିଁ। ପ୍ରକୃତରେ ମା ତାକୁ ବର୍ଣ୍ଣନା କରିଛନ୍ତି ସେ ଫଳଟା ହଉଛି ବିବର୍ତ୍ତନର ଫଳ। ଆକ୍ଚୁଆଲି ସେ ଖାଇବା କଥା ବିବର୍ତ୍ତନ, ସେ ଯୋଉ ତାଙ୍କୁ ଏମାନେ ତାଙ୍କ ଧାରାରେ ଯେ ଇଏ ହଉଛି ବିରୋଧୀ ଶକ୍ତି ଯିଏ ପ୍ରେରଣା ଦଉଥିଲା ଗ୍ରହଣ ମାନେ ଖାଦ୍ୟ ଖାଇବା ପାଇଁ ବୋଲି, କିନ୍ତୁ ପ୍ରକୃତରେ ସେଟା ହଉଛି କଣ ଯେ ବିବର୍ତ୍ତିତ ସତ୍ତା ତାଙ୍କୁ ପ୍ରେରଣା ଦଉଥିଲା, ଉତ୍ସାହ ଦଉଥିଲା, କିନ୍ତୁ ସାଧାରଣତଃ ସେମାନେ ତାକୁ ଭୁଲ ଅର୍ଥରେ ଗ୍ରହଣ କରିଛନ୍ତି। ତାକୁ ସେ କୁହନ୍ତି ଯେ ସେମାନେ ଭୁଲ କଲେ, କିନ୍ତୁ କିନ୍ତୁ ସିଏ ପ୍ରଭୁଙ୍କ ଭାଷାରେ ଶ୍ରୀଅନୁ କହୁଛନ୍ତି ଯେ ପ୍ରକୃତରେ ସେମାନେ ଅଲରେଡି କନସିୟସ୍ ଏବଂ ଗୋଟେ ଜିଜ୍ଞାସୁ ଭାବ ଯେତେବେଳେ ମନ ଆସି ପହଞ୍ଚେ ସେ କୋଶ୍ଚିନ୍ କରେ, କିନ୍ତୁ ତା ଭିତରେ ସେ ଦ୍ୱନ୍ଦ୍ୱ ଥିଲା। ସେ ଦ୍ୱନ୍ଦ୍ୱଟା ହଉଛି ଦୂର ହବା ଦରକାର। ସେ ଦ୍ୱନ୍ଦ୍ୱ ଦୂର ହବା ପାଇଁ ଯୋଉ ସାପଟି ଯେତେବେଳେ ତାଙ୍କୁ ସିମ୍ବଲିକାଲି ସରପେଣ୍ଟ ତାଙ୍କୁ ଯୋଉ ଆସି କଣ କରୁଛି କହୁଛି ଖାଇବା ପାଇଁ, ଏମାନେ କହୁଛନ୍ତି ଠକିଦେଲା ବୋଲି, ବଟ୍ ସେ କ୍ୟୁରିସିଟି ନଲେଜ ନୂତନ ପ୍ରଜ୍ଞା ଯେତେବେଳେ ତମେ ଅଗ୍ରଗତି କରିବାକୁ ଚାହୁଁଛ ଯୋଉଠି ରହିଛି ସେଠି ରହିଲେ ହବନି। ଦ୍ୟାଟ୍ ୱାଜ ଇଭଲ୍ୟୁସନ ଡିମାଣ୍ଡ, କିନ୍ତୁ ସେମାନେ ତାକୁ କୁହନ୍ତି ସେଟା ହଉଛି ନର୍କଗ୍ରାମୀ କଲା ଏବଂ ଏଇ ପୃଥିବୀକୁ ନଷ୍ଟ କରିଦେଲା ବୋଲି। ପ୍ରକୃତରେ ବିବର୍ତ୍ତିତ ସତ୍ତା ସେଇଠି ଆପଣ ଚିନ୍ତା କରନ୍ତୁ, ପଶୁ ଭଳି କଣ କେବଳ ପ୍ରକୃତି ଦ୍ଵାରା ଆପଣ ସବୁବେଳେ ପରିଚାଳିତ ହେଇକି ରହିଥାନ୍ତେ? ସବୁବେଳେ ସେମିତି ସ୍ଥାୟୀ ହେଇକି ରହିଥାନ୍ତେ? ଯାହା ଥିଲା ସେମିତି ଯେତେବେଳେ ଭୋକ ହବ ଖାଇଲେ, ଯୋଉଟା ପ୍ରକୃତି କରି ଆସିଥିଲା ପ୍ରକୃତି ଯେମିତି ରହି ସେମିତି ରହିବ, ଅଗ୍ରଗତି ହବନି। ପରମଙ୍କର ଅନେକ ବିଭାବ ରହିଛି, କେତେ ଶକ୍ତି, କେତେ ସାମର୍ଥ୍ୟ, କେତେ ଜ୍ୟୋତି, ମାନେ ବିଶାଳ ତାଙ୍କର ବିଭାବ ରହିଛି, ତାକୁ ପ୍ରକାଶ ନ କରି କଣ ସେମିତି ରହିଥିବ ଷ୍ଟାଟିକ ହେଇକିରି? ତେଣୁ ପ୍ରକୃତରେ ସେ ଯୋଉ ଫଳ ଖାଇବାଟା ସେଟା ହଉଛି ଗୋଟେ ଇଭଲ୍ୟୁସନ ଷ୍ଟେପ। ସେଟା ପାପ ନୁହଁ, ଏଟା ହଉଛି ପ୍ରସ୍ତୁତି ଆପଣ କରୁଛି। କାହିଁକି ଏଠି ସାପ ଯୋଉ ସରପେଣ୍ଟ ତାକୁ ସେମାନେ କୁହନ୍ତି କାଳ ଦେବତା ବୋଲି, କିନ୍ତୁ ସରପେଣ୍ଟ ହଉଛି କଣ, ସିଏ ଆମ ପାଇଁ ଆଣିକି କଣ କରୁଛି ନା ଉର୍ଦ୍ଧ୍ୱ ଚେତନାକୁ, ଉର୍ଦ୍ଧ୍ୱ ଶକ୍ତି ଦିଗକୁ ନିଜକୁ ଖୋଲି ଧରିବା ପାଇଁ, ଆମକୁ ପ୍ରସ୍ତୁତ କରିବା ପାଇଁ ସେ ଆସିକିରି କଣ କରିଛି ନା ଗୋଟେ ପ୍ରସ୍ତାବ ଦେଇଛି, ଯଦ୍ଵାରା ସେ ବିବର୍ତ୍ତିତ ଫଳ ବା ପ୍ରଜ୍ଞାନ ଫଳଟିକୁ ସେ ଗ୍ରହଣ କରିବେ ଏବଂ ତାପରେ ବିବର୍ତ୍ତନର ଆରମ୍ଭ ହେଇଛି। ତାହେଲେ ଦେଖନ୍ତୁ ଦେବତା ମାନେ ବି ଯୋଉ ସୃଷ୍ଟି ହେଇଛନ୍ତି ତାଙ୍କର ଏକ ନିର୍ଦ୍ଦିଷ୍ଟ ଜଗତ ରହିଛି। ଯଦି ସିଏ ତାଙ୍କ ସ୍ଥାନରୁ ଉଚ୍ଚତର ସ୍ଥାନକୁ ଯିବା ପାଇଁ ଚାହାନ୍ତି, ତେବେ ସେମାନେ ଅଗ୍ରଗତି କରିପାରିବେ ନାହିଁ। ଯଦି ସେମାନେ ଚାହାନ୍ତି ତାହେଲେ ସେମାନେ ମନୁଷ୍ୟ ରୂପ ଗ୍ରହଣ କରିବେ ଏବଂ ମନୁଷ୍ୟ ମାନଙ୍କ ପାଖରେ ଗୋଟେ ଅପସନ, ଏଇଟା ଗୋଟେ ସୁବର୍ଣ୍ଣ ସୁଯୋଗ, ସେମାନେ ଯଦି ପ୍ରଚେଷ୍ଟା କରିବେ, ସେମାନେ ଯଦି ନିଜକୁ ଖୋଲି ଧରିବେ, ତେବେ ସେମାନେ ସିଧାସଳଖ ପରମଙ୍କ ସହିତ ସମ୍ପର୍କୀଭୂତ ହେଇପାରିବେ। ତେଣୁ ଦେବତା ମାନଙ୍କ ଠାରୁ ଆହୁରି ଅଧିକ ଉର୍ଦ୍ଧତର ଜଗତକୁ ମଣିଷ ରୂପ ନେଲେ ଯାଇପାରିବେ। ସେଥିପାଇଁ ଚୈତ୍ୟ ସତ୍ତା ମନୁଷ୍ୟ ମାନଙ୍କୁ ଦିଆଯାଇଛି ବା ମନୁଷ୍ୟ ମାନଙ୍କ ପାଖରେ ଅଛି। ତେଣୁ ମନୁଷ୍ୟ ମାନେ ହଉଛନ୍ତି ବିବର୍ତ୍ତିତ ସତ୍ତା, ଯୋଉମାନେ କି ଯଦି ଷ୍ଟେପ ଆଗେଇଲେ ତେବେ ସେମାନେ ଦେବତାଙ୍କ ଠାରୁ ଆହୁରି ଉର୍ଦ୍ଧ୍ୱକୁ ଉଠିଯିବେ, ପରମଙ୍କ ଦ୍ଵାରା ପୂର୍ଣ୍ଣତଃ ସବୁବେଳେ ପରିଚାଳିତ ହେବେ ଏବଂ ନିରନ୍ତର ତାଙ୍କର ଅଗ୍ରଗତି ଚାଲିଥିବ। ଦେବତା ମାନେ ବି ଷ୍ଟାଟିକ ଏବଂ ଅସୁର ମାନେ ବି ଷ୍ଟାଟିକ। ଅସୁର ମାନେ ସେମିତି ରହିଛନ୍ତି, ଯୋଉ ତାଙ୍କ ଭିତରେ ଯୋଉ ପ୍ରଭୃତି ଥିଲା ଯାହା ଥିଲା ସେ ସେଇଥିରେ ହିଁ ରହିଛନ୍ତି। ସେମାନେ ଚେଷ୍ଟା କରନ୍ତି କିନ୍ତୁ ସେଇ
ଇଗୋର ଯୋଉ ଖେଳକୁ ସେମାନେ ବୁଝିପାରନ୍ତି ନାହିଁ। ସେ ପରମଙ୍କୁ ଗ୍ରହଣ ନ କରିଲେ ସେ ସେଇଠି ସେଇଠି ସେମିତି ଘାଣ୍ଟି ହେଇ ରହୁଥାନ୍ତି। ତେଣୁ ଆମେ ପ୍ରସ୍ତୁତ ରହିବା। ଏଠି ଯୋଉ କହିଲେ ଯେତେବେଳେ ସମଗ୍ର ମାନବ ଜାତି କୃଷ୍ଣ ଏବଂ କାଳୀଙ୍କ ରୂପରେ ଆପଣଙ୍କୁ ପ୍ରକଟ କରିଥିବା ପରମେଶ୍ୱରଙ୍କ ସହିତ ବାଳକ ଏବଂ ବାଳିକା ହୋଇ ଏକାଠି ମିଶିଯିବେ, ସେହି ଯୁଦ୍ଧ ମଧ୍ୟରେ ସବୁଠାରୁ ଅଧିକ ସୁଖୀ ବାଳକ ଏବଂ ସବୁଠାରୁ ଅଧିକ ଶକ୍ତିମତୀ ବାଳିକା ସ୍ୱରୂପ ସେହି କୃଷ୍ଣ ଓ କାଳୀଙ୍କ ସହିତ ଏକତ୍ର ସ୍ୱର୍ଗ ରାଜ୍ୟର ଉଦ୍ୟାନ ଗୁଡ଼ିକରେ କ୍ରୀଡ଼ା କରିପାରିବେ, ସେତେବେଳେ ଯାଇ ତାହା ସମ୍ଭବ ହବ। ତେଣୁ ଆମକୁ ସବୁ ଯାକୁ ଗ୍ରହଣ କରିବାକୁ ପଡ଼ିବ, ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ, ତୀବ୍ରତାର ସହିତ ଟିକେ ବି ମିଶ୍ରଣ ନ ରଖି ଅବିକୃତ ଭାବରେ ପରମଙ୍କ ସହିତ ଏକତ୍ୱ ହେବା ପାଇଁ ସଂକଳ୍ପ କରିବାକୁ ପଡ଼ିବ। ମା, ଥ୍ୟାଙ୍କ ୟୁ ଅଲ୍।